ଏଇଟା କିଏ ଛୋଟିଆ ଛୋଟିଆ ଘଟଣାରେ କିଏ କ'ଣ କହିଲା କଲା ତାକୁ ନେଇକରି ଏମିତି ଆକ୍ସନଟା ମୋତେ ତ କାହିଁ ଉଚିତ ମୁଁ ମନେ କରୁନାହିଁ। ତାଙ୍କୁ ବୁଝାସୁଝା କରି ଦଳ ଭିତରେ ଯେଉଁ ବିଶୃଙ୍ଖଳା କଲେ ଯେଉଁ ଶୃଙ୍ଖଳା କମିଟି ଦାୟିତ୍ୱ ଗୋଟେ ଦିଆହେଇଛି ସେମାନଙ୍କ ହାତରୁ ଯାଇକି କାର୍ଯ୍ୟକ୍ରମ କଲେ ଭଲ ହେବ। ଓଡ଼ିଶାରୁ ମ୍ୟାକ୍ସିମମ୍ ସିଟ୍ ପାର୍ଲାମେଣ୍ଟକୁ ଓଡ଼ିଶାବାସୀ ଦେଇଛନ୍ତି, 21ରୁ 20ଟା ସିଟ୍ ଦେଇଛନ୍ତି। ତେଣୁ ସ୍ୱାଭାବିକ ଭାବରେ ପ୍ରଧାନମନ୍ତ୍ରୀଙ୍କର ଟିକେ ଓଡ଼ିଶା ପ୍ରତି ଗୋଟେ ଉତ୍ତମ ଭାବନା ରହିବା ନିହାତି ଦରକାର ଏବଂ ସେଥିପାଇଁ ଯେକୌଣସି କାର୍ଯ୍ୟକ୍ରମ ଭିତରେ ତାଙ୍କୁ ସାମିଲ କରିବା ପାଇଁ ଚାହୁଁଛନ୍ତି ଆମର ନେତୃବୃନ୍ଦ, ଯେ ଭାରତୀୟ ଜନତା ପାର୍ଟିର ମୁଖ୍ୟମନ୍ତ୍ରୀ କୁହନ୍ତୁ କି ଅନ୍ୟ ନେତୃବୃନ୍ଦ, ସେଥିପାଇଁ ସେ ଆସୁଛନ୍ତି। ଆସିବା ସ୍ୱାଭାବିକ, ଭଲ ଆସିଲେ ତ ନିଶ୍ଚିତ ଭାବରେ ଭଲ ହେବ। ଓଡ଼ିଶାର ଆହୁରି ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ହେବ, ଆସିବା ଉଚିତ। କେନ୍ଦ୍ରୀୟ ନେତାମାନେ ଓଡ଼ିଶାକୁ ଅଧିକ ଆସିବା ଦ୍ୱାରା ଓଡ଼ିଶା କେତେ ଲାଭବାନ ହେବ ଭାବୁଛନ୍ତି? ନିଶ୍ଚିତ ଭାବରେ ଲାଭବାନ ହେବ। ଯେହେତୁ ପ୍ରଧାନମନ୍ତ୍ରୀ ଆସିଲା ପରେ ଯାହା ଯାହା ବିଭିନ୍ନ ଆବଶ୍ୟକତା ଥିବ ତାକୁ ତ ଆମର ମୁଖ୍ୟମନ୍ତ୍ରୀ କି ବିଜେପି ସରକାର ତ ନିଶ୍ଚିତ ଭାବରେ ତାଙ୍କ ପାଖରେ ଉତ୍ଥାପନ କରିବେ। ତେଣୁ ସିଏ ମଧ୍ୟ ତାକୁ ନିଶ୍ଚିତ ଭାବରେ ସେ ତ କହିଛନ୍ତି ନିଜେ ଯେ ଓଡ଼ିଶାକୁ 1 ନମ୍ବର ରାଜ୍ୟରେ ପରିଣତ କରାଇବେ ବୋଲିକି ନିଜେ ତାଙ୍କର ବକ୍ତବ୍ୟରେ ଯେଉଁ ନିର୍ବାଚନ ସମୟରେ ମଧ୍ୟ ଆଲୋଚନା କରିଛନ୍ତି। ତେଣୁ ସ୍ୱାଭାବିକ ଭାବରେ ସେ ଆସିବା ଦ୍ୱାରା ବିଭିନ୍ନ କଥା ତାଙ୍କର କାନକୁ ନିଆଯିବ ଏବଂ ସେ ଅନୁସାରେ ମଧ୍ୟ କାମ କରିବେ। ଓଡ଼ିଶା ନିଶ୍ଚିତ ଭାବରେ ଲାଭବାନ ହେବ, ଏଥିରେ ସନ୍ଦେହ ନାହିଁ। କିନ୍ତୁ ଗୋଟେ ବିଜେପି ତାର କାୟ ବିସ୍ତାର କରୁଥିବା ବେଳେ ବିଜେଡି ପାଇଁ ଗୋଟେ କିଛି ଥ୍ରେଟେନ୍ ହେବ କି? ନାଇଁ, ନିର୍ବାଚନ ତ ବର୍ତ୍ତମାନ ତ ନିର୍ବାଚନ ହେଉନାହିଁ। ନିର୍ବାଚନ ବହୁତ ଦିନ ଅଛି ନିର୍ବାଚନ ହେବା ପାଇଁ, ଆଉ 3.5 ବର୍ଷଠୁ ଅଧିକା ସମୟ ରହିଛି। ତାରି ଭିତରେ କ'ଣ କେତେବେଳେ କେଉଁ ସ୍ଥିତି, ପଲିଟିକ୍ସ ରାଜନୀତି ଗୋଟେ ଜିନିଷ ହେଉଛି ଗୋଟେ ଇସ୍ୟୁ ବେସ୍ ପଲିଟିକ୍ସ। ସେତେବେଳକୁ ନିର୍ବାଚନ ସମୟରେ କେଉଁ ଇସ୍ୟୁ ଆସିଥିବ, କେଉଁ ଇସ୍ୟୁରେ ପୁଣି କିଏ ଭୋଟ ବିଭିନ୍ନ କାରଣରୁ ବିଭିନ୍ନ ଇସ୍ୟୁକୁ ନେଇକରି ଭୋଟ କିଏ ଜିତେ ଆଉ କିଏ ହାରେ, ମୁଁ ଜାଣିବାରେ, ମୁଁ ଦୀର୍ଘ ଦିନର 40 ବର୍ଷ ରାଜନୀତିକ ଜୀବନ ଭିତରେ ମୁଁ ଯେତିକି ଜାଣିଛି। ତେଣୁ ସେତେବେଳୁ କ'ଣ ହେବ ପରିସ୍ଥିତି ଏବେଠୁ କିଏ କହିପାରିବେ ନାହିଁ। କିନ୍ତୁ ସ୍ୱାଭାବିକ ଭାବରେ ସେ ଆସିବା ଦ୍ୱାରା ଓଡ଼ିଶା ଲାଭବାନ ହେବ ଏବଂ ସିଏ ଯାହା ଯାହା ବିଭିନ୍ନ ପ୍ରତିଶ୍ରୁତି ସବୁ ଦେଇଛନ୍ତି ନିର୍ବାଚନ ସମୟରେ ତାଙ୍କୁ ଯଦି କରେଇ ପାରିବେ ଓଡ଼ିଶା ଲାଭବାନ ହେବ। ଲୋକ ବି ଉପକୃତ ହେବେ, ହୁଅନ୍ତୁ, ହେବା କଥା ଉଚିତ। ଯେହେତୁ ଲୋକ ଭୋଟ ଦେଇଛନ୍ତି, ତାଙ୍କୁ ନିର୍ବାଚିତ କରେଇଛନ୍ତି, 20ଟା MP ଦେଇଛନ୍ତି, ସରକାର ଭାରତୀୟ ଜନତା ପାର୍ଟିର ଗଠନ ହେଇଛି। ନାଇଁ, କିଏ ପଞ୍ଚାୟତ ପ୍ରତିନିଧି କେଉଁ ପରିସ୍ଥିତିରେ କିଏ କେଉଁଠିକୁ ଯିବ, ସ୍ୱାଭାବିକ ଭାବରେ ମୁଁ କହିବି, ମୁଁ ପଞ୍ଚାୟତ ପଲିଟିକ୍ସରୁ ମୋର ରାଜନୀତି ଜୀବନ ଆରମ୍ଭ କରିଛି। ସରପଞ୍ଚ, ଚେୟାରମ୍ୟାନ୍, ସୋସାଇଟି ପ୍ରେସିଡେଣ୍ଟରୁ ମୁଁ ରାଜନୀତି ଜୀବନ ଆରମ୍ଭ କରିଛି 1981ରୁ। ମୁଁ ଭଲ ଭାବରେ ଜାଣିଛି ବହୁତ କମ୍ ଲୋକ ସେକେଣ୍ଡ ଟାଇମ୍ ନିର୍ବାଚିତ ହୁଅନ୍ତି ଲୋକ ପ୍ରତିନିଧି ପଞ୍ଚାୟତ ସ୍ତରରେ। କାହିଁ ସେମିତି ଯଦି କିଏ କାମ କରିଥିବ ସେମିତି ଲୋକଙ୍କ ପାଖରେ ବୋଲେ ସେ ଦ୍ୱିତୀୟ ଥର ଆସିବାଟା ବଡ଼ କଥା। କିନ୍ତୁ ମୁଁ ଭାବୁଛି 70% ଲୋକ ବୋଧେ ରିପିଟ୍ କିଏ ହୁଅନ୍ତି ନାହିଁ, ଲୋକମାନଙ୍କ ଦ୍ୱାରା ଆଉ ଗ୍ରହଣୀୟ ହୁଅନ୍ତି ନାହିଁ ସେକେଣ୍ଡ ଟାଇମ୍ ନିର୍ବାଚନ ଗଲାବେଳେ। ତେଣୁ ଇଏ ଯେ କିଏ ଗଲେ ଯେ ଦଳର କ୍ଷତି ହେଇଯିବ, କିଏ କ'ଣ କରେ, କିଏ ବିଭିନ୍ନ ଦୃଷ୍ଟିକୋଣରୁ ଏବେ ଯେଉଁ ଟାଇପ୍ର ତାଙ୍କ ସାଙ୍ଗରେ ନ ଗଲେ ଏମାନଙ୍କର ବିଭିନ୍ନ ସ୍ୱାର୍ଥ ହାସଲ ହେଇପାରିବ ନାହିଁ, ବିଭିନ୍ନ କାର୍ଯ୍ୟକ୍ରମକୁ ସେମାନେ କରେଇ ପାରିବେ ନାହିଁ, ସେଥିରେ ଅବଷ୍ଟ୍ରକଲ୍ କରାହେଉଛି। ସେ ଦୃଷ୍ଟିକୋଣରୁ ମୁଁ ଯାଉଥିବେ, ମୁଁ ଯାହା ଯେତିକି ଅନୁମାନ କରୁଛି, ଅନୁଭବ କରୁଛି। ନହେଲେ କିଏ ଯେ ପଳେଇଲେ କ'ଣ ହେବ। ଆଉ କହିଲି ପରା 70% ଲୋକ ଯିଏ ବର୍ତ୍ତମାନ ଏଇ ଇଏରେ ପ୍ରତିନିଧି ଦାୟିତ୍ୱର ଲୋକ ଭୋଟ ଦେଇଛନ୍ତି, ସେକେଣ୍ଡ ଟାଇମ୍ ଆସିବାଟା କଷ୍ଟ, ଆସିବେ ନାହିଁ, ଏଇଟା ଗ୍ୟାରେଣ୍ଟି ମୁଁ କହିବି। ସେମିତି ନୁହେଁ, ନାଇଁ, ଓଭରାଲି ଆପଣ ଯଦି ଦେଖିବେ ଲୋକଙ୍କ କର୍ମୀ ଏପର୍ଯ୍ୟନ୍ତ ବିଲକୁଲ ଇଏ ହେଇନାହାନ୍ତି। ଓଲଟି ଆହୁରି କର୍ମୀ ବର୍ତ୍ତମାନ ଯେଉଁ ଇଏରେ ଅସୁଖୀ ଆରମ୍ଭ ହେଇଗଲାଣି। କର୍ମୀ କି ଯେଉଁମାନେ ଭୋଟର, ଯେଉଁମାନେ ଭୋଟ ଦେଇଛନ୍ତି, ଆରମ୍ଭ ହେଇଗଲାଣି ତାଙ୍କର ଇଏରେ ଯେ ଏଇଟା କଲେ ନାହିଁ, ଏଇଟା କରିବୁ ବୋଲୁଥିଲେ, ଏଇଟା ଠିକ୍ରେ ହେଉନାହିଁ, ନୂଆ କାମ କିଛି ହେଉନାହିଁ। ଏଇଟା ଲୋକଙ୍କ ଭିତରେ ଅଲରେଡ଼ି ଆରମ୍ଭ ହେଇଗଲାଣି ଚର୍ଚ୍ଚା ଆଲୋଚନା। ଆଉ ଯଦି ସେ ଅନୁସାରେ ଇଏ ହେବେ, ଆପଣ ପଞ୍ଚାୟତ ନିର୍ବାଚନ ବେଳକୁ ଦେଖିବେ କ'ଣ ସ୍ଥିତି ଅବସ୍ଥିତି ହେଇଥିବ। ମୁଁ ଜାଣିବାରେ ସେମିତି ସେଭଳି କିଛି ପ୍ରଭାବ ଯେ ପକାଇଦେବ ଆଉ କ'ଣ ହେବ ମୋତେ ତ ଲାଗୁନାହିଁ। କିନ୍ତୁ ସ୍ୱାଭାବିକ ଭାବରେ ପ୍ରଧାନମନ୍ତ୍ରୀ ଆସିବେ, ରାଜ୍ୟର ବିଭିନ୍ନ ସମସ୍ୟା ସାଙ୍ଗରେ ସାମିଲ ହେବେ ଆଉ ସମସ୍ୟାର ସମାଧାନ କରିବେ। ଏଇଟା ତ ଯେହେତୁ ଲୋକ ଭୋଟ ଦେଇଛନ୍ତି,
ନିର୍ବାଚିତ ପ୍ରତିନିଧି ଭାବରେ କି ପ୍ରଧାନମନ୍ତ୍ରୀ ଦେଶର ପ୍ରଧାନମନ୍ତ୍ରୀ ଭାବରେ ତାର ଦାୟିତ୍ୱ କର୍ତ୍ତବ୍ୟ ସେ କରିବା ଉଚିତ। ତା ଦ୍ୱାରା ଯେ ବିଜେଡିର ସବୁ ଇଏ ହେଇଯିବେ, ମୁଁ ଆପଣଙ୍କୁ ତ କହିଲି ପ୍ରତିନିଧି ଯିଏ ବିଭିନ୍ନ ଦୃଷ୍ଟିକୋଣରୁ କିଏ କୋଉଠି ଦଳ ଛାଡ଼ିକି ପଳେଇଥିବ, କାହାକୁ କ'ଣ ଟିକେ ଅସୁବିଧା ହେଲା, ସେଇଟା ସେମିତି କିଛି ପ୍ରଭାବ ପଡ଼ିବ ନାହିଁ। ନିର୍ବାଚନ ସମୟରେ କଥାଟା ଅଲଗା ଥିବ, ନୂଆ ଇସ୍ୟୁ ଗୋଟେ କ'ଣ ବାହାରି ପଡ଼ିଥିବ, ସେ ଇସ୍ୟୁକୁ ନେଇକରି ଭୋଟ ହେବ, ଆଉ ସେଥିରେ ଲୋକ ମାଡ଼ିଯିବେ। କିଏ ଶୀର୍ଷ ନେତୃତ୍ୱ ଦଳ ଛାଡ଼ିଲା ମୁଁ ତ ଜାଣିବାରେ ନାଇଁ। ପ୍ରଫୁଲ୍ଲ ଭାଇ ମୁଁ ଜାଣିବାରେ ପ୍ରଫୁଲ୍ଲ ଭାଇ ତ ସେ କ'ଣ ଗୋଟେ ଷ୍ଟେଟମେଣ୍ଟ ଦେଲେ ମୁଁ ଦେଖୁଥିଲି ଟିଭିରେ, ଯେଉଁ ଫଳରେ କି ସେଇଟା ଦଳୀୟ ଶୃଙ୍ଖଳା ନୁହେଁ। ଗୋଟେ ଦଳରେ ଆମେ ଯଦି ଥିବା, ମୁଁ ଗୋଟେ ଦଳରେ ବିଜୁ ଜନତା ଦଳରେ ଅଛି, ଦଳରେ ଥାଇକିରି ଦଳ କ୍ଷତି ହେଲା ଭଳିଆ ଇଏ ଦେବା ବକ୍ତବ୍ୟ ଦେବା ଆଦୌ ଉଚିତ ନୁହେଁ। ଦଳରୁ ବାହାରିକି ବକ୍ତବ୍ୟ ଦେଲେ ସେଇଟା ଅଲଗା କଥା ମୋ ମତରେ। ତେଣୁକରି ସେ କଥା ହେଇଛି। ଆଉ ତ ସେମିତି ନିଶ୍ଚୟ ରାୟଗଡ଼ା କଥା ସେଟା ତାଙ୍କ ଭିତରେ ଯେଉଁଭଳି ଭାବରେ ଗୋଷ୍ଠୀ ବିବାଦର ପରିଣତି, ମୋର ବିଶ୍ୱାସ ଯେ ଭାସ୍କର ଭାଇ ତ ବହୁତ ପୁରୁଣା ଲୋକ, ନିଶ୍ଚିତ ଦିନେ ବି ତାଙ୍କୁ ଯଦି ଟିକେ ଆମ ନେତା ବୁଝାବୁଝି କଲେ ସେ ପୁଣି ଠିକ୍ ହେବ। କିଛି ଏମିତି ସେ ତ କୁଆଡ଼େ କେଉଁ ଦଳକୁ ଯାଇନାହାନ୍ତି। ନାଇଁ ମୁଁ ତ ସେଦିନ ମଧ୍ୟ ଯାଇଥିଲି ଶଙ୍ଖ ଭବନରେ, ଆମର ଯେଉଁମାନେ ଅଛନ୍ତି, ମୁଁ ତ ସାର୍ଙ୍କୁ ମଧ୍ୟ ସାଙ୍ଗରେ ଆଲୋଚନା କରିପାରି ନାହିଁ, ଆସିଲେ ବୋଧେ କରିବି। ଏ ଦେହ ପା ଟିକେ ଖରାପ ହେଲା, ଭେଟ ହେଇନାହିଁ ବ୍ୟକ୍ତିଗତ। ତା ପୂର୍ବରୁ ମୁଁ ଆଲୋଚନା କରିଥିଲି, ଆଲୋଚନା କରିବୁ। ଏଇଟା କିଏ ଛୋଟିଆ ଘଟଣାରେ କିଏ କ'ଣ କହିଲା କ'ଣ ତାକୁ ନେଇକରି ଏମିତି ଆକ୍ସନଟା ମୋତେ ତ କାହିଁ ଉଚିତ ମୁଁ ମନେ କରୁନାହିଁ। ତାଙ୍କୁ ବୁଝାସୁଝା କରି ଦଳ ଭିତରେ ଯେଉଁ ବିଶୃଙ୍ଖଳା କଲେ, ଯେଉଁ ଶୃଙ୍ଖଳା କମିଟି ଦାୟିତ୍ୱ ଗୋଟେ ଦିଆହେଇଛି, ସେମାନଙ୍କ ହାତରୁ ଯାଇକି କାର୍ଯ୍ୟକ୍ରମ କଲେ ଭଲ ହେବ। ଆଉ ଏମିତି ଏଇଟା ଯେଉଁ କାର୍ଯ୍ୟକ୍ରମ ଭିତରକୁ ଯେଉଁ କରାହେଇଛି ଏମିତି କିଏ ତ ହେଇନାହାନ୍ତି, ଖାଲି ପ୍ରଫୁଲ୍ଲ ଭାଇ କେସ୍ରେ ହେଇଛି। ସେଇଟା ମୁଁ ଭାବୁଛି ବୋଧେ ସେ ଟିଭିକୁ ଯେନ୍ ଗଲେ ଆଲୋଚନା କଲେ, ଥରେ ତ ନୁହେଁ ଦୁଇଥର ଖଣ୍ଡେ କରିଛନ୍ତି, ତା ପୂର୍ବରୁ ବି ଥରେ କରିଥିଲେ, ଗତକାଲି ନା ପରଦିନ ମଧ୍ୟ ଗୋଟେ କରିଛନ୍ତି। ମୁଁ କହିଲି ପରା କାହାକୁ କେଉଁ ଆଶା ଦିଆହେଇଥିଲା, ସେ ଆଶା ନ ପାଇଲେ ସେ ନିରାଶା ହେଲେ ଏସବୁ କଥା ଆସେ। ଏ ଦଳରେ ବୋଲି ନୁହେଁ, ଏଇଟା ସବୁ ଦଳରେ। କଂଗ୍ରେସରେ କ'ଣ ହଉନି ଶୁଣୁନାହାନ୍ତି, ଦେଖୁନାହାନ୍ତି ଆପଣ। ବିଜେପିରେ କ'ଣ ହବ ନାହିଁ, ବିଜେପିରେ ବି ହବ। ଆପଣ ବାହାରୁ ଏ କର୍ପୋରେସନ ଦେଖିବେ ଆପଣ କେମିତି ହବ। ତେଣୁ ସବୁ ଦଳରେ ହଉଛି, ହବ। ଆଉ ସରକାରୀ ଦଳରେ ଥିଲେ ଆର ବେଶୀ ହବ। ତେଣୁ ହବ, ସେଠି ବି ହବ। ନାଇଁ ଆକ୍ସନ ସେଭଳି ଭାବରେ କେମିତି ହେଇନାହିଁ। ଖାଲି ମୁଁ କହିଲି ତ ଖାଲି ପ୍ରଫୁଲ୍ଲ ଭାଇଙ୍କର କଥା ନେଇକି ଯେଟା, ଆଉ ତ କାହାକୁ ଆକ୍ସନ ହେଲା, ଆଉ ତ କିଛି ଆକ୍ସନ ହେଇନି। ନିଶ୍ଚିତ ଭାବରେ ଯେଉଁମାନେ ମଧ୍ୟ ବାହାରକୁ ଷ୍ଟେଟମେଣ୍ଟ ନ ଦେଇକରି ସମସ୍ତଙ୍କୁ ସିଧାସଳଖ ଭାବରେ କଥା ହେବା, ଆଲୋଚନା କରିବା ଉଚିତ। ମୁଁ ଏଇଟା ଆଜି ନୁହେଁ ଆଗରୁ ମଧ୍ୟ କହିଥିଲି ସେ କଥା। ଆଉ ଏମିତି କାହାକୁ ଆକ୍ଷେପ ପ୍ରତ୍ୟାକ୍ଷେପ କି ହଠାତ୍ କିନା ଦଳୀୟ ଶୃଙ୍ଖଳା ଭିତରେ ରହିବା ଉଚିତ। ଯିଏ ଯେଉଁ ଦଳରେ ଥିବ ସେ ଦଳ ଭିତରେ ଶୃଙ୍ଖଳା ଭିତରେ ରହିକିରି ଆଲୋଚନା କରିବା ଉଚିତ, କି ଷ୍ଟେଟମେଣ୍ଟ ଦେବା ମଧ୍ୟ ଉଚିତ। ନହେଲେ ସେଟା ବିଶୃଙ୍ଖଳା ହେଇଗଲା ବୋଲି କହିବାକୁ ହବ। ନାଇଁ ସେମିତି କାହିଁ ତ ଆମେ ଅନୁଭବ କରିନୁ। ଦଳ ଏବେ ପରାଜୟ ପରେ ଦଳ ସରକାରରେ 24 ବର୍ଷ କାଳେ ଥିଲା, ଯେ ଆମର ସଭାପତି ଦୀର୍ଘ ଦିନ ଧରିକିରି ଅଛନ୍ତି ଦାୟିତ୍ୱରେ। ସେତେବେଳର ପରିସ୍ଥିତି ଦଳ କିଭଳି ଚାଲେ କ'ଣ ହୁଏ ସିଚୁଏସନ୍ ଅଲଗା ଥିଲା। ବିରୋଧୀ ଦଳରେ ରହିକିରି ଦଳ ସମ୍ଭାଳିବା, ଦଳକୁ ଚଲେଇବା, ଏଇଟା ସମ୍ପୂର୍ଣ୍ଣ ଭାବରେ ଅଲଗା। ସରକାରୀ ଦଳ ଆଉ ବିରୋଧୀ ଦଳ ତଥାପି ସେ ଚଲେଇଛନ୍ତି, ଚାଲିଛି ଠିକ୍ ସେ ଏମିତି ଚାଲିଛି। ଏମିତି ବିଶେଷ କିଛି କୌଣସି ଏମିତି ଇଏ ନାହିଁ। କିନ୍ତୁ ତାଙ୍କର ମଝିରେ ଟିକେ ଏ ଯେଉଁ ଦେହ ପା ଟିକେ ଅସୁସ୍ଥତା କାରଣରୁ ଟିକେ ସେଟା ହୁଏତ ଇଏ ହେଇଛି। ନହେଲେ ତ ଡାକିକିରି ବସିକିରି ଆମେ ଯେତେବେଳେ ଯାଉଛୁ କଥା ହେଉଛୁ, ଆଲୋଚନା କରୁଛନ୍ତି, କଥାବାର୍ତ୍ତା ହେଇଛୁ, ସେଭଳି କେମିତି କୌଣସି ବିଶେଷ ଅସୁବିଧା ହେଇନାହିଁ। ମୁଁ କହିଲି ତ, ଯିଏ ଯାହାର ନିଜର କ'ଣ ଯଦି କିଛି ମନ ଭିତରେ କ୍ଷୋଭ ଅଛି ସେଟା ଯାଇକି ସଭାପତିଙ୍କ ପାଖରେ ଆଲୋଚନା କରିବା ଉଚିତ। ଆଉ ସିଏ ମଧ୍ୟ ଦେଖିଲେ, ଅନୁମାନ କଲେ ଯେ ଇଏ ଟିକେ ବିଶୃଙ୍ଖଳା ହେଉଛି, ଡାକିକିରି ଆଲୋଚନା ତାଙ୍କୁ ମଧ୍ୟ ବସେଇ ଦେଇକି ଆଲୋଚନା କରାଗଲେ ଭଲ ହେବ। ଦଳ ପାଇଁ ଏଇଟା ଶୁଭକର ହେବ। ନାଇଁ ଆକ୍ସନ କଥା ତ ମୁଁ ଜମା ଆକ୍ସନ ସପକ୍ଷରେ ନାହିଁ। କିନ୍ତୁ ଯିଏ ଯଦି ଯେଟା ଗୋଟେ ଇନସିଡେଣ୍ଟ କଥା ଆପଣ ଯେଟା କହୁଛନ୍ତି ପ୍ରଫୁଲ୍ଲ କଥା, ସେଟା ସେ ଗୋଟେ ଦେଲେ ଷ୍ଟେଟମେଣ୍ଟ ଦେଲେ, ଯାହାଫଳରେ ସେଟା ଗୋଟେ ଆକ୍ସନ କଥାଟା ଆସିଲା। ନାଇଁ ସେମିତି ମୁଁ ତ ସେମିତି ବ୍ୟକ୍ତିଗତ ଭାବରେ କାହାକୁ ଇଏ କରେଇ ନାହିଁ। କିନ୍ତୁ ଦଳୀୟ ଶୃଙ୍ଖଳା ଭିତରେ ହିଁ ସମସ୍ତେ ଯିଏ ବି ହୁଅନ୍ତୁ, ବିଧାୟକ ଥାଆନ୍ତୁ, ସାଂସଦ ଥାଆନ୍ତୁ, କି ଯିଏ ବି ଥାଆନ୍ତୁ ନଥାଆନ୍ତୁ, ଦଳୀୟ ଶୃଙ୍ଖଳା ଭିତରେ ଷ୍ଟେଟମେଣ୍ଟ ଦେବା ଉଚିତ, ଆଲୋଚନା କରିବା ଉଚିତ।
ନିଜର କ୍ଷୋଭ ଯଦି ଅଛି ନିଶ୍ଚିତ ଦଳ ମୁଖିଆଙ୍କ ପାଖରେ ଆଲୋଚନା କରିକିରି ଦଳ ମୁଖ୍ୟଙ୍କୁ ଭେଟିବା ପାଇଁ ସୁଯୋଗ ମିଳୁନି। ନାଇଁ ନାଇଁ ସେଟା ବେକାର କଥା ସୁଯୋଗ ମିଳୁଛି କିଏ କହିଲା ମୁଁ ଶୁଣେ ସେଟା ଖାଲି ଗୋଟେ ଆଲୋଚନା କରୁଛନ୍ତି ହେ ଆଲୋଚନା କରିକିରି ତ ଗୁଳିଆ କରିଦେଲେ କଥାଟାକୁ କେମିତି ହେଇନାହିଁ ସେ ଆଲୋଚନା କରୁଛନ୍ତି ବହୁତ ଲୋକ ଯାଉଛନ୍ତି ଆଲୋଚନା କରୁଛୁ ଆଉ ମୁଁ ତ 4 ଥର ଗଲି ନା ସରକାର ଗଲା ପରେ ସେମିତି ଅସୁବିଧା ନାହିଁ ସେଟା କୋଉ ସିଚୁଏସନରେ କଣ ସେ କହିଲେ ମୁଁ ତ ସେଦିନ ଯାଇନଥିଲି ମୁଁ ତା ପରଦିନ ଯାଇଥିଲି ଆମ ସଭାପତିଙ୍କୁ ଦେଖିବା ପାଇଁ ଡାକ୍ତରଖାନା ଯାଇଥିଲି ଆପଣମାନେ ଥିଲେ ସେଦିନ କାଠକୁ ଯୋଉ ଷ୍ଟେଟମେଣ୍ଟ ନେଉଥିଲେ ମୁଁ ମନା କଲି କଣ ଷ୍ଟେଟମେଣ୍ଟ ଦେବାକୁ ଫେରି ଆଇଲି ତେଣୁ ସେମିତି କିଛି ତ କୋଉ ସିଚୁଏସନ ଭିତରେ ସେ କଣ କହିଲେ ସେଟା ତ ଅଲଗା କଥା ମୁଁ ଜାଣି ନାହିଁ ସେଦିନ ମୁଁ ନଥିଲି ତେଣୁ ସେଟା ଯିଏ ଥିଲେ ସେ ସିଚୁଏସନ କଥା ସେମାନେ କହିପାରିବେ ମୁଁ କହିପାରିବିନି ହଁ ଗୋଟେ ଟିଭିରେ ଦେଖୁଥିଲି ମୁଁ ଏଇଟା ତ ଗୁଡ଼ିଏ ଲୋକ କହିଲେ ଯେ ଆମର ଅହଙ୍କାର ପାଇଁ ଆମେ ହାରିଲୁ ବୋଲି ବହୁତ ଲୋକ ବି ଚର୍ଚ୍ଚା କଲେ ଆଲୋଚନା କଲେ ନାଇଁ 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 ମୋର ସେମିତି ନାହିଁ ମୁଁ ଦୀର୍ଘ ଦିନ ରାଜନୀତି ଦୃଷ୍ଟିକୋଣରୁ ମୁଁ କହିବି ସେଭଳି ଅହଙ୍କାର ନାହିଁ କିଛି ମିସମ୍ୟାନେଜମେଣ୍ଟ ଆଉ ବହୁତ କଥା କୁହାଗଲା ଆମର ଇଏରେ ଆମେ ସେଟାକୁ କାଉଣ୍ଟର କରିପାରିଲେ ନାହିଁ ଠିକ ଭାବରେ ଯୋଉଟାକି ଆମର କ୍ଷତି ହେଲା ସେ ଯାହା ବି ହଉ କ୍ଷତି ତ ହେଇଛି ଆମେ ପୁଣି ସୁଧାର ଆଣିବା ଆମେ ଖାଲି ସରକାର ସବୁବେଳେ ଥିବା ଏମିତି ନାହିଁ ଲୋକ ମତକୁ ଆମେ ସମ୍ମାନ ଦେବା ଉଚିତ ଆଉ ପୁଣି ଆମେ ଆଗକୁ ବଢିବା ଉଚିତ ସେଟା ତ ଠିକ କଥା ଆଲୋଚନା ହେବା ଉଚିତ ଆଲୋଚନା ମାଧ୍ୟମରେ ହିଁ ସବୁ କଥାର ସମସ୍ୟାର ସମାଧାନ ହେଇପାରିବ ଯେତେ ଆଲୋଚନା କରିପାରିବ ଭଲ କଥା ଯେ ଟିକେ ଆମର ସାର୍ଙ୍କର ଅସୁସ୍ଥତା ଦୃଷ୍ଟିରୁ ସେଗୁଡ଼ା ହେଇନି ମୁଁ ଭାବୁଛି ସେ ଆଉ ପରିଚାଳନା କି ଆମ ଦେବୀ ମିଶ୍ର ତ ନେକ୍ସଟ ଦେବୀ ମିଶ୍ର ଅଛନ୍ତି ବସୁଛନ୍ତି ତ କଥାବାର୍ତ୍ତା ହଉଛନ୍ତି ନାଇଁ ଦୂର କରିବା ଉଚିତ ହବା କଥା ଆମେ ମୋର ଯାହା ଅଛି ମୋର ମନରେ ଯେଟା କରିବା କଥା ମୁଁ ସିଧାସଳଖ ଯାଇକି ସବୁବେଳେ କୁହେ ମୁଁ ଆଉ ବାହାରେ ଚର୍ଚ୍ଚା ଆଲୋଚନା କରେ ନାହିଁ କରିବୁ ମଧ୍ୟ ଆଗାମୀ ଦିନରେ